ବହୁତ ପୁରାତନ ସମୟର କଥା। ଦିନେ ଭୋର ସମୟରେ ମହାରାଜା ଦିବ୍ୟସିଂହ ଦେବଙ୍କ ରାଜପ୍ରସାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ସିଂହାସନ ପାଖରେ ଜଗି ରହିଥିଲେ 4 ଜଣ ସଶସ୍ତ୍ର ଜଗୁଆଳି ଆଉ ସେମାନଙ୍କ ମଝିରେ ଏକ ରୂପା ଥାଳି ଉପରେ ରଖାଯାଇଥିଲା ଏକ ଅତି ବିଚିତ୍ର ଦୃଶ୍ୟ। 4ଟା ବଡ଼ ବଡ଼ ପାଚିଲା ଆମ୍ବ। ସେହି ଆମ୍ବଗୁଡ଼ିକୁ କାହାକୁ ଖାଇବାକୁ ଦେବା ପାଇଁ ସୁନ୍ଦର ଭାବେ କଟାଯାଇ ନଥିଲା, ବରଂ ପ୍ରତ୍ୟେକ ଆମ୍ବକୁ ମଝିରୁ 2 ଗୋଡ଼ କରି ଏମିତି କଟାଯାଇଥିଲା ଯେମିତି ତା'ର ଭିତର ଟାକୁଆଟା ସ୍ପଷ୍ଟ ଦେଖାଯାଉଥିଲା। ସବୁଠୁ ରହସ୍ୟମୟ କଥା ହେଉଛି, ଆମ୍ବ କାଟିଥିବା ଲୋକ ପ୍ରତ୍ୟେକ ଆମ୍ବର କେବଳ ବାମ ପାଖର ମିଠା ଶସକୁ ଖାଇଥିଲା, ପରନ୍ତୁ ଡାହାଣ ପାଖଟା ଚୋପା ସହ ସେମିତି ଅକ୍ଷତ ଅବସ୍ଥାରେ ଥିଲା। ସେହି ଆମ୍ବ ପାଖରେ ରଖାଯାଇଥିଲା ଗୋଟିଏ ମାଟି ସରାରେ ଭର୍ତ୍ତି କଳା ଲୁଣ, ଆଉ ତାରି ପାଖରେ ପଡ଼ିଥିଲା ଗୋଟିଏ ମରିଯାଇଥିବା ଘରଚଟିଆ ଚଢ଼େଇ। ରାଜ୍ୟର ମହାମନ୍ତ୍ରୀ ହାତ ଯୋଡ଼ି ଭୟରେ କମ୍ପିତ ସ୍ୱରରେ କହିଲେ, ମହାରାଜ, ଆଜି ସକାଳୁ ରାଜକୋଷର ବନ୍ଦ ସିଂହଦ୍ୱାରର ପାହାଚ ଉପରୁ ଏହି ଥାଳି ମିଳିଛି। ଭଣ୍ଡାର ଘରର ସବୁ ତାଲା ସୁରକ୍ଷିତ ଅଛି। ପହରାଦାରମାନେ କହୁଛନ୍ତି କି ସେଠାକୁ ମୂଷାଟିଏ ବି ଯାଇନାହିଁ। କିଏ ଏହି ଥାଳି ସେଠାରେ ରଖିଲା କେହି ଦେଖି ନାହାନ୍ତି। ଆମ ଗୁଣିଆମାନେ ଏହା ପଡ଼ୋଶୀ ରାଜ୍ୟର କୌଣସି ତାନ୍ତ୍ରିକର ଅଭିଶାପ ବୋଲି ଆଶଙ୍କା କରୁଛନ୍ତି, ଯାହା ଆମ ଧନ ସମ୍ପତ୍ତିକୁ ଧ୍ୱଂସ କରିଦେବ। ମହାରାଜା ଦିବ୍ୟସିଂହ ଆମ୍ବକୁ କିଛି ସମୟ ନିରେଖି ଚାହିଁଲେ ଏବଂ ଗମ୍ଭୀର ହୋଇ କହିଲେ, ନା ମନ୍ତ୍ରୀବର, ଏହା କୌଣସି ଗୁଣିଗାରେଡ଼ି ନୁହେଁ। ଏହା ଏକ ପ୍ରହେଳିକା, ଏକ ଗୋପନ ଚେତାବନୀ। ଆମ ରାଜ୍ୟର ସବୁଠୁ ବୁଦ୍ଧିମାନ ପଣ୍ଡିତ ରାୟଗୁରୁଙ୍କୁ ତୁରନ୍ତ ଡକାଅ। ଏହି ରହସ୍ୟର ଚାବି କେବଳ ତାଙ୍କରି ପାଖରେ ଅଛି। ପଣ୍ଡିତ ରାୟଗୁରୁ ଦରବାରକୁ ଆସିଲେ। ସେ ଆମ୍ବକୁ ନ ଛୁଇଁ ଖୁବ୍ ଭଲ ଭାବେ ଦେଖିଲେ। ମାଟି ସରାର କଳା ଲୁଣକୁ ଶୁଙ୍ଘିଲେ ଆଉ ସେହି ମଲା ଚଢ଼େଇକୁ ଚାହିଁଲେ। ସଙ୍ଗେ ସଙ୍ଗେ ତାଙ୍କ ମୁହଁର ରଙ୍ଗ ବଦଳିଗଲା। ସେ କହିଲେ, ମହାରାଜ ଦିବ୍ୟସିଂହ, ଏହା କୌଣସି ଅଭିଶାପ ନୁହେଁ, ବରଂ ଏହାଠାରୁ ବଡ଼ ବିପଦର ସୂଚନା। ଆପଣଙ୍କର ଜଣେ ବିଶ୍ୱସ୍ତ ସେବକ ଶତ୍ରୁମାନଙ୍କ ଜାଲରେ ଫସିଯାଇଛି। ସେ ନିଜେ କିଛି କହିପାରିବ ନାହିଁ କି ଚିଠି ଲେଖିପାରିବ ନାହିଁ। ତେଣୁ ସେ ନିଜ ପ୍ରାଣ ବିକଳରେ ଏହି ଥାଳି ମାଧ୍ୟମରେ ଏକ ବଡ଼ ରାଜଦ୍ରୋହର କାହାଣୀ ଲେଖିଯାଇଛି। ଦରବାରର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ରାୟଗୁରୁ ଗୋଟିଏ ଅଧାଖିଆ ଆମ୍ବକୁ ହାତରେ ଟେକି ତା'ର ରହସ୍ୟ ଖୋଲିବାକୁ ଲାଗିଲେ। ସେ ବୁଝାଇଲେ, ମହାରାଜ, ଆମ୍ବକୁ ଫଳରାଜ ବା ଫଳମାନଙ୍କର ରାଜା କୁହାଯାଏ। ଏହି ଆମ୍ବଗୁଡ଼ିକୁ ମଝିରୁ 2 ଫାଳ କରି ତା'ର କୋଇଲି ବା ହୃଦୟକୁ ବାହାରକୁ ଦେଖାଇ ଦିଆଯାଇଛି। ଏହାର ଅର୍ଥ ଆପଣଙ୍କ ସୁରକ୍ଷାର ସବୁଠୁ ବଡ଼ କୋଠରୀ, ଅର୍ଥାତ୍ ଆମ ରାଜକୋଷର ସୁରକ୍ଷା ବ୍ୟବସ୍ଥା ଭିତରୁ ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି। ଆଉ ଏଠି 4ଟା ହିଁ ଆମ୍ବ ଅଛି, କାରଣ ଆମ ରାଜକୋଷକୁ ଦିନରାତି ମଧ୍ୟରେ 4ଟି ଅଲଗା ଅଲଗା ପ୍ରହରର ସିପାହୀମାନେ ଜଗନ୍ତି। ଏହି 4ଟା ଆମ୍ବ ସେହି 4 ପ୍ରହରର ପ୍ରତୀକ। 4ଟା ଯାକ ଆମ୍ବରୁ ଶସ ଖିଆ ସରିଛି, ମାନେ ସବୁ ପ୍ରହରର ମୁଖ୍ୟ ଜଗୁଆଳିମାନେ ଶତ୍ରୁ ସହିତ ହାତ ମିଳାଇ ସାରିଛନ୍ତି। ସାରା ଦରବାରରେ ଚହଳ ପଡ଼ିଗଲା। ସେନାପତି ରାଗିଯାଇ କହିଲେ, କିନ୍ତୁ ସେମାନେ କେବଳ ବାମ ପାଖର ଅଂଶକୁ କାହିଁକି ଖାଇଛନ୍ତି? ରାୟଗୁରୁ ଧୀର ସ୍ୱରରେ କହିଲେ, କାରଣ ଆମ ରାଜକୋଷର ଗଠନକୁ ଦେଖନ୍ତୁ ସେନାପତି। ରାଜକୋଷର ପ୍ରବେଶ ଦ୍ୱାରରେ ଜଗୁଆଳିମାନେ 2ଟି ଧାଡ଼ିରେ ଠିଆ ହୁଅନ୍ତି, ଡାହାଣ ଧାଡ଼ି ଓ ବାମ ଧାଡ଼ି। ଆମ୍ବର କେବଳ ବାମ ପାଖ ଖିଆ ସରିଛି। ଏହାର ଅର୍ଥ ବାମ ଧାଡ଼ିରେ ଠିଆ ହେଉଥିବା ସମସ୍ତ ସିପାହୀ ନିଜର ବିଶ୍ୱାସ ବିକି ସାରିଛନ୍ତି। ସେମାନେ ଆଖି ବନ୍ଦ କରି ଶତ୍ରୁକୁ ଭିତରକୁ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ତାପରେ ରାୟଗୁରୁ ସେହି ମାଟି ସରାର କଳା ଲୁଣକୁ ଦେଖାଇଲେ। ଆମେ ଓଡ଼ିଆରେ କହୁ, ଯାହାର ଖାଇବି ଲୁଣ ତାହାର ଗାଇବି ଗୁଣ। କିନ୍ତୁ ଏହା ଶୁଦ୍ଧ ଧଳା ଲୁଣ ନୁହେଁ। ଏହା ହେଉଛି କଳା ଲୁଣ, ଯାହାର ଗନ୍ଧ ତୀବ୍ର ଏବଂ ସ୍ୱାଦ ଖରାପ। ଏହାର ପ୍ରକୃତ ଅର୍ଥ, ଯେଉଁମାନେ ମହାରାଜାଙ୍କ ଲୁଣ ଖାଇଥିଲେ
ସେମାନଙ୍କ ବିଶ୍ୱାସ ଆଜି କଳା ପଡ଼ିଯାଇଛି। ମହାରାଜା ଦିବ୍ୟସିଂହ ନିଜ ସିଂହାସନକୁ ଶକ୍ତ କରି ଧରି ପଚାଇଲେ, ଆଉ ସେହି ମରିଯାଇଥିବା ଘରଚଟିଆ ଚଢ଼େଇ? ରାୟଗୁରୁଙ୍କ ଆଖି ଓଦା ହୋଇଗଲା। ସେ କହିଲେ, ଘରଚଟିଆ ହେଉଛି ଆମ ପ୍ରାସାଦର ଭିତର ପକ୍ଷୀ। ସେ ସବୁ ଦେଖେ, ସବୁ ଶୁଣେ। ଏହି ମଲା ଚଢ଼େଇର ଅର୍ଥ ହେଉଛି ଆପଣଙ୍କର ଯେଉଁ ଗୁପ୍ତଚର ଏହି ସେନାମାନଙ୍କର ବିଶ୍ୱାସଘାତକତା ବିଷୟରେ ଜାଣିପାରିଥିଲା, ତାକୁ ଶତ୍ରୁମାନେ ଧରି ନେଇଛନ୍ତି ଓ ତା'ର ତଣ୍ଟି ଚିପି ସଦାଦିନ ପାଇଁ ନୀରବ କରିଦେଇଛନ୍ତି। ଯେଉଁ ବିଶ୍ୱସ୍ତ ସେବକ ଏହି ଥାଳି ପ୍ରସ୍ତୁତ କରିଛି, ସେ ସେହି ମଲା ଚଢ଼େଇକୁ ଦେଖି ବୁଝିଗଲା କି ତା'ର ଜୀବନ ବି ବିପଦରେ ଅଛି। ତେଣୁ ସେ କିଛି ନ କହି ରାତିର ଅନ୍ଧାରରେ ଏହି ପ୍ରହେଳିକା ଛାଡ଼ି ଚାଲିଯାଇଛି। ରାଜାଙ୍କ ଆଖି କ୍ରୋଧରେ ନିଆଁ ପରି ଜଳି ଉଠିଲା। ସେ ପଚାରିଲେ, ତେବେ ଏହି ଚୋରି କେତେବେଳେ ହେବ? ରାୟଗୁରୁ କହିଲେ, ଘରଚଟିଆ ଦିନର ପକ୍ଷୀ ମହାରାଜ। ସେ ରାତିର ଅନ୍ଧାରରେ ଉଡ଼ିପାରେ ନାହିଁ। ଏହାର ଅର୍ଥ ଚକ୍ରାନ୍ତ ଦିନରେ ଶେଷ ହୋଇଛି, କିନ୍ତୁ ଏହାର ଶେଷ ରୂପ ମଧ୍ୟରାତ୍ରିର ସେହି ଅନ୍ଧାର ପ୍ରହରରେ ହିଁ ଦେଖିବାକୁ ମିଳିବ, ଯେତେବେଳେ ସାରା ପ୍ରାସାଦ ଶୋଇପଡ଼ିବ। ସେହି ରାତିରେ ମହାରାଜା ଦିବ୍ୟସିଂହ ନିଜ ଶୋଇବା କକ୍ଷକୁ ଗଲେ ନାହିଁ। ରାୟଗୁରୁଙ୍କ ବୁଦ୍ଧି ଅନୁସାରେ ସେ ରାଜପ୍ରସାଦର ସାଧାରଣ ସିପାହୀମାନଙ୍କୁ ଦୂରେଇ ରଖି ନିଜର ପରମ ବିଶ୍ୱସ୍ତ ସୈନ୍ୟବାହିନୀକୁ ଗୋପନରେ ଡକାଇଲେ। ସେମାନଙ୍କୁ ରାଜକୋଷର ଡାହାଣ ପାଖ କାନ୍ଥର ଛାଇରେ ଲୁଚାଇ ରଖାଇଲେ। ଠିକ୍ ମଧ୍ୟରାତ୍ରିରେ ବାମ ଧାଡ଼ିର ଦେୱାନ ଠିଆ ହେଲା। ସେ ଚାରିଆଡ଼କୁ ଚାହିଁ ରାଜକୋଷର ସେହି ବିଶାଳ ଲୁହା କବାଟରେ ଏକ ନକଲି ଚାବି ପୁରାଇଲା। କବାଟଟା ବିନା ଶବ୍ଦରେ ଖୋଲିଗଲା। ଭିତର ଅନ୍ଧାର ଗଳିରୁ 3 ଜଣ ମୁଖ୍ୟ କୋଷାଧ୍ୟକ୍ଷ ବାହାରିଲେ, ଯେଉଁମାନଙ୍କ ହାତରେ ଥିଲା ବଡ଼ ବଡ଼ ବସ୍ତାନି, ରାଜ୍ୟର ସୁନାମୋହର ସବୁ ଲୁଟି ନେବା ପାଇଁ। କିନ୍ତୁ ସେମାନେ ଗୋଟିଏ ବି ମୋହର ଛୁଇଁବା ଆଗରୁ ଅନ୍ଧାର ଭିତରୁ ସୈନ୍ୟବାହିନୀ ବିଜୁଳି ବେଗରେ ମାଡ଼ି ଆସିଲେ। ବିଶ୍ୱାସଘାତକମାନେ କିଛି ବୁଝିବା ଆଗରୁ ସେମାନଙ୍କ ଅସ୍ତ୍ର ଛଡ଼ାଇ ନିଆଗଲା ଏବଂ ସେମାନଙ୍କୁ ବାନ୍ଧି ଦିଆଗଲା। ରାଜଦ୍ରୋହୀମାନଙ୍କୁ ରାଜା ଉପଯୁକ୍ତ ଦଣ୍ଡ ଦେଲେ। ଦିନେ ଗୋଟିଏ ମାଛ କାହିଁକି ରାଣୀଙ୍କ କଥାରେ ହସିଦେଲା, ତାହାର ରହସ୍ୟ ଜାଣିବା ପାଇଁ ଏହି ଭିଡ଼ିଓ ଦେଖନ୍ତୁ। ଧନ୍ୟବାଦ।